ପ୍ରଭାବ ମୋ ଚାକିରି ଉପରେ ପଇଲା, ମୋ ଧନ ସୁନା ପ୍ରଭାବ ଧନ ଉପରେ ପଇଲା। ତାପରେ ଏମିତି ବେଳା ଖରାପ ଗୋଟେ ମୋର କଣ ହେଲା, ମୁଁ ସେଇ ଟାଇମରେ ମେଡିକାଲରେ ଭର୍ତ୍ତି ହେଇଛି, ମୋର ବାଇକଟା ବି ମୋ ବିଲ୍ଡିଂରୁ ଚୋରି ହେଇଗଲା। ଆଜ୍ଞା ବାଇକ୍ ଚୋରି ଯୋଉଠି ହେଇଛି ଏପର୍ଯ୍ୟନ୍ତ ମୁଁ ଜାଣିଛି, ମୁଁ ଥାନାରେ ଏଫଆଇଆର ଦେଇଛି, ଥାନାରେ ଏଫଆଇଆର ମତେ ମିଳିଛି, କିନ୍ତୁ ଆମ ପଡୋଶୀ ମାନେ ମାନେ କ୍ରାଇମ ରିପୋର୍ଟରଙ୍କର ବାଇକ୍ ଚୋରି। ହଁ ଯେତେବେଳେ ଦୁର୍ବଳ ହେଇଯାଏ ମଣିଷ, ଶକ୍ତି ନଥିବ, ତାକୁ କେହି ବି ସମର୍ଥନ ସେଇଟା ଆଉ ଗୋଟେ କଥା, ସେଇଟା ଛାଡନ୍ତୁ, ସେଇଟା ସମର୍ଥନ, ସେଇ କଥା ମୁଁ କହୁନି। ଯେତେବେଳେ ମୁଁ ମାନେ ଏମିତି ମୋର ଫାଇନାନ୍ସିଆଲ କ୍ରାଇସିସ୍ ହେଇଗଲା, ସେଇ ସମୟରେ ହେଇଗଲା, ମୁଁ ବାଇକଟା ଯେତେବେଳେ ମାନେ ଫାଇନାନ୍ସିଆଲ କ୍ରାଇସିସ୍ ନୁହଁ, ଏଟା ନିଶାର କବଳ ଯୋଉ ହେଇଗଲି, ମୁଁ ଯେତେବେଳେ ବାଇକଟା ଚୋରି ହେଲା, ସାଧାରଣ ଲୋକ ଆମ ବିଲ୍ଡିଂ ଲୋକ ଗ୍ରହଣ କରିପାରିଲେନି, କହିଲେ ଆଇଦର କୋଉଠି ମଦର ପିଇ ଛାଡି ଦେଇଛୁ, ଆଜ୍ଞା ନହେଲେ କାହାକୁ ବିକି ଦେଇଛୁ ମଦ ପିଇବା ପାଇଁ। ମାନେ ମଦ ପିଇଲେ ଏଇଭଳି ସ୍ଥିତି ଉପୁଜେ। ଯଦି କିଛି ବି ଆପଣଙ୍କ ସହିତ ପ୍ରକୃତରେ ଘଟୁଛି, ଲୋକ ତାପରେ କହିବେ ସେଟା ନିଶା କାରଣରୁ ହଁ, ଘଟୁଛି। ତାପରେ ଆପଣ ବି କୌଣସି ଭଲ କଥା କହିବେ, ମଦ ପିଇବା ଲୋକ କି ପ୍ରଥମ କିଛି ଭଲ କଥା ବି କହିଲେ ସାଧାରଣ ଲୋକ ବିଶ୍ୱାସ କରିବେ। କହିବା ମଦୁଆଟା ସେ କଣ କହୁଛି, କିନ୍ତୁ ଠିକ କଥା କହୁଛୁ, ବହୁତ ଜାଗାରେ ମଦୁଆ କିଛି ମଦୁଆ ଖରାପ ହେଇପାରନ୍ତି, କହିପାରନ୍ତି। ଆମେ ତ ବୁଦ୍ଧିଜୀବୀ ମଦୁଆ ଯେମିତି କହିଲା ଭଳି, ଆମେ ତ ପାଠଶାଠ ପଢା ମଦୁଆ, ଆମେ କଣ ଆଉ କାହାକୁ ଗାଳି ଗୁଲୋଜ କରିବୁ, ଇଏ କରିବୁ। ସେ ଭଲ କଥା ବି କହିଲେ ପରିବାର ଗ୍ରହଣ କରିବନି, ସାହି ପଡିଶା ଗ୍ରହଣ କରିବେନି। ଏଇ ସ୍ଥିତି ଆପଣ କେବେଠାରୁ ଅନୁମାନ ଲଗେଇଥିଲେ ଏମିତିଆ ସ୍ଥିତି ହଉଛି ବୋଲି? ଏମିତିଆ ସ୍ଥିତି ହଉଛି ବୋଲି ମୁଁ ଆଜିଠାରୁ 7-8 ବର୍ଷ ତଳୁ ଭାବିଥିଲି। ମାନେ କେହି ଖାତିର କରନ୍ତିନି, ଖାତିର କରିବେନି, କେହି ଖାତିର କରିବେନି, ସାମ୍ନାରେ ହଁ କହିଦେବେ, ସାମ୍ବାଦିକ ବୋଲି ହଁ ଆଜ୍ଞା ହଁ ହଁ କହିଛି, ତାପରେ ପର ସମୟ ମଦଟା ମଦଟା ସିଏ କଣ କହିବେ, ଭଲ କଥା କହୁଥିବେ। ତାପରେ ମଦ ଉପରେ ଯଦି କିଛି ଗୋଟେ ଆପଣ ବି କାହାକୁ କହିବାକୁ ଆପଣଙ୍କୁ ଲାଜ ଲାଗିବ, ଯେ ହେ ପୁଅ ମଦ ପିଇନା, ସେ ଗାଡି ଗାଡି ବୁଲିଥିବ, ସେ କେତେ ଗପୁଛୁ, ନିଜେ ତ ମଦ କେତେ ଗପୁଛୁ, କେତେ ଯୋଉ ଷ୍ଟାଚୁ ଯୋଉ ସମ୍ବାଦିକର, ସେଇଟା ନିଶା ଖାଇକିରି ଡାଉନ